ଯେତେବେଳେ ଆସି କହିଲେ ଉଠି ଯାଅ, ମୁଁ କହିଲି ମୋତେ ଜେଲ୍ ନିଅ, ମୁଁ ରଥ ନ ଭିଡ଼ିଲେ ଏଠୁ ଯିବିନି। କାଲି ଶ୍ରୀ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅତି ଉଚ୍ଚ କୋଟିର ହେଇଛି, ସୁନ୍ଦର ଭାବେ ହେଇଛି। ପହଣ୍ଡି ସରକାର 1ଟା ବେଳେ ଘୋଷଣା କରିଥିଲେ, 10ଟା ବେଳେ ପହଣ୍ଡି ହେଇଛି ଏବଂ ଠିକ୍ 10:30 ବେଳେ ବଳଦେବ ରଥକୁ ଯିବା ପାଇଁ ପହଣ୍ଡି ବିଜେ କଲେ। ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ତାପରେ ମା ସୁଭଦ୍ରା, ତାପରେ ଜଗନ୍ନାଥ ଗଲେ 12:30 1 ବେଳେ। ତାପରେ ଶଙ୍କରାଚାର୍ଯ୍ୟ ଆସିଲେ, ପହରା କଲେ। ତାପରେ ପୁରୀ ମହାରାଜା ଆସିଲେ, ସେରା ପହରା କଲେ। ମୁଁ ଆପଣମାନଙ୍କ ଜରିଆରେ ପୁରୀର ସମସ୍ତ ସେବାୟତ ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଦେଉଛି। କାଲି 7 ଘଣ୍ଟାର ନୀତି ନିୟମକୁ 5 ଘଣ୍ଟାରେ ସାରି ଠିକ୍ 5ଟା ବେଳେ ବଡ଼ ଠାକୁର ରଥ ଭିଡ଼ା ହେଲେ। ଦ୍ୱିତୀୟ, ତାପରେ ମା ସୁଭଦ୍ରାଙ୍କ ରଥ ଭିଡ଼ା ହେଲା, ତାପରେ ଜଗନ୍ନାଥଙ୍କ ରଥ ଭିଡ଼ା ହେଲା। କାଲି ବଢ଼ିଆ କାମ କରିଛନ୍ତି କଲେକ୍ଟର ପୁରୀ, ଏସ୍ପି ପୁରୀ, କର୍ମଚାରୀ ଭାଇମାନେ, ସେବାୟତମାନେ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମୁଁ 65 ବର୍ଷ ହେଲା ଯାଉଛି ଭିଡ଼ିବା ପାଇଁ, କିନ୍ତୁ କାଲି ବିଶୃଙ୍ଖଳା ହେଇଥିଲା। କ'ଣ ହେଇଥିଲା? କର୍ଡ଼ନ ଭିତରେ ସମସ୍ତଙ୍କୁ କାଢ଼ି ଦିଆଗଲା, କେହି ରହିପାରିବେନି। ଆମେ ବିରୋଧ କଲୁ। ମୋ ପାଖେ ଥିଲେ ବ୍ରଜ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ପୁରୀ MP, MLA ଥିଲେ ମହେଶ୍ୱର ମହାନ୍ତିଙ୍କ ପୁଅ। ଯେତେବେଳେ ଆସି କହିଲେ ଉଠି ଯାଅ, ମୁଁ କହିଲି ମୋତେ ଜେଲ୍ ନିଅ, ମୁଁ ରଥ ନ ଭିଡ଼ିଲେ ଏଠୁ ଯିବିନି। 65 ବର୍ଷ ହେଲା ମୁଁ ଛାତ୍ର ବେଳୁ ଭିଡ଼ୁଛି, ମୋତେ ରୋକିପାରିବନି କେହି। ବ୍ରଜ ତ୍ରିପାଠୀ କହିଲେ ସୁର ଭାଇ ଯାହା କହୁ ଠିକ୍ କହିଛନ୍ତି ଏବଂ ମହାନ୍ତି MLA ପୁରୀ ମଧ୍ୟ ମୋତେ ସମର୍ଥନ କଲେ। ତାପରେ ମୁଁ ଦେଖିଲି ଉପରେ ଧର୍ମେନ୍ଦ୍ର ବଇଛନ୍ତି, ମୁଁ ଦୌଡ଼ିକି ଗଲି ଉପରକୁ। ଯାହା ହଉ ଧର୍ମେନ୍ଦ୍ରକୁ ଧନ୍ୟବାଦ। କାଲି ଯୋଡ଼ିଏ ପ୍ରଶଂସନୀୟ କାମ ଧର୍ମେନ୍ଦ୍ର ତୁମେ କରିଛ। ଗୋଟିଏ ହେଉଛି, ଆମେ ଯେତେବେଳେ ଧର୍ମେନ୍ଦ୍ରକୁ କହିଲୁ କର୍ଡ଼ନରୁ ସମସ୍ତଙ୍କୁ ବାହାର କରିଦେଉଛନ୍ତି, ଜନସାଧାରଣ ଭିଡ଼ି ପାରିବେନି, ସେ ଯାହା ହଉ ଗଭର୍ଣ୍ଣମେଣ୍ଟ ତାଙ୍କ ସହିତ କଥାବାର୍ତ୍ତା କରି କ୍ଲିଅର କରିଦେଲେ। ଜନସାଧାରଣ ସମସ୍ତେ ଆମେ ଯାଇ ଭିଡ଼ିଲୁ ରଥ। 2, ନବୀନ ବାବୁ ଯାଇ ନମସ୍କାର ଯେତେବେଳେ ରାଷ୍ଟ୍ରପତି କରି ତଳେ ବସନ୍ତି, ଧର୍ମେନ୍ଦ୍ର ବଢ଼ିଆ ବିବେକ କାମ କଲେ। ସିଧା ଦୌଡ଼ିକି ଆସି ନବୀନ ପଟ୍ଟନାୟକକୁ ଉପରକୁ ନେଇ ତାଙ୍କ ପାଖରେ ବସାଇଲେ। ଅତି ଉଚ୍ଚ କୋଟିର କାର୍ଯ୍ୟ, ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ନବୀନ ବାବୁ ମଧ୍ୟ କହିଲେ ବସ ବସ ସମସ୍ତଙ୍କୁ ବସ କରୁଥିଲେ। ହଁ, ନବୀନ ବାବୁ ଠିଆ ହେଲା ମାନେ ସେଠି ମୁଁ ଦେଖିଲି ଯେତେ ନେତା ଅଛନ୍ତି ନବୀନ ବାବୁ ପାଇଁ ତଳୁ ଉପର ପର୍ଯ୍ୟନ୍ତ କରତାଳି ଅଭିନନ୍ଦନ। ଅନ୍ୟମାନଙ୍କ ପ୍ରତି ହେଲା ମହାନ ରାଷ୍ଟ୍ରପତି ମହୋଦୟା, ବଢ଼ିଆ ମହିଳା, ଆମ ଭଉଣୀ, ଉଚ୍ଚ ଶିକ୍ଷିତା, ସୁନ୍ଦର। କାଲି ସେ ଗହଳିରେ ଯାଇ ରଥ ଭିଡ଼ିଲେ, ମୁଁ ତାଙ୍କ ପାଖରେ ଭିଡ଼ୁଥାଏ। କାଲି ରଥଯାତ୍ରା ଅତି ଉଚ୍ଚ କୋଟିର ହେଇଛି, ବଢ଼ିଆ ହେଇଛି।